ବିଲ ଆମର ସବୁ ନଷ୍ଟ ହୋଇଗଲା କାରଣ ଏଠି ପ୍ରବଳ ଯେଉଁ ବର୍ଷା ହେଲା ବିଲରେ ଆମର ପ୍ରବଳ ପାଣି କଚଡ଼ା ପୁରା ଓଦା ହେଇକି ପୁରା ବୁଡ଼ିକି ରହିଛି। ଏଇଠି ପୁରା କଚଡ଼ା ପୁରା ଓଦା। ଏଇଟା ଆମର ଏଇଟା ସାନ ବାପା ଘର ଏଠି ତ ପୁରା ପ୍ରବଳ ପାଣି ଦେଖୁଥିବେ କଚଡ଼ା ପୁରା ବୁଡ଼ିକି ରହିଛି। କଚଡ଼ା ପୁରା ବୁଡ଼ିକି ରହିଯାଇଥିଲା ଆଉ କଣ କରିବା ଧାନ ଯଦି ଯେତେ ଶୀଘ୍ର ଗୋଟେ ଦିନ ଯଦି ପାଣି ଛାଡ଼ିଗଲା ତାହେଲେ ଭଲ କଥା ନଚେତ ତ ଗଜା ହେଇଯିବ। ଆଉ କଣ କରାଯିବ ଉପାୟ କିଛି ଶୂନ୍ୟ ଉପାୟ ନାହିଁ। ଆଉ ଏଇଠି ତ ବନ୍ଧ ଥିଲା କାଟିବା ପାଇଁ ଦେଖିବା ଯଦି କାଟି ହେଇଯିବ ତାହେଲେ ଟିକେ କାଟିଦେବା ପାଣି ପଳେଇବ। ପାଣି ଯିବାକୁ ବାଟ ନାହିଁ ଆଉ କଣ କରିବା। ହଉ ଧାନ ତ ଆମର ନଷ୍ଟ ହେଲା ଆଉ ହେଲା କଣ କରିବା ଯାହା ହବ ହବ ଯାହା ଅମଳ ହବ ଯାହା ନଷ୍ଟ ହବ। ଆଉ ସାଙ୍ଗମାନେ ଗୁଡ୍ ଆଫ୍ଟରନୁନ୍। ଏବେ ତ ମୁଁ ଆସିଥିଲି ବିଲକୁ ମାନେ ବିଲ ଦେଖିବାକୁ ଆସିଥିଲି ବର୍ଷା ତ ପ୍ରବଳ ଯେଉଁ ହେଲା ପୁରା ବିଲ ଧାନ ବିଲ ଆମର ପୁରା ନଷ୍ଟ ମାନେ ପୁରା ପାଦ ବୁଡ଼ି ଯାଉଛି ଏତିକି ପାଣି ଯେତିକି ଯେଉଁ ଧାନ କଟା ହେଇଛି ତା ସବୁ କେଣ୍ଡା ବୁଡ଼ିକି ରହିଛି ପାଣିରେ। ଆଉ ଯେହେତୁ କଟା ହେଇଥିଲା ପଛପଟେ ଦେଖୁଛି ବିଲରେ କେତେ ପାଣି ଆଉ ସେ ବିଲରେ ସବୁ ପାଣି ହେଇଯାଇଛି। ଆଉ ବିଲରେ ତ ପାଣି ଆଉ କଣ କରିବା ଯାହା ଅମଳ ହବ ନହବ ସେଇଟା ପର କଥା। ଦେଖାଯାଉ ପାଣି ଛାଡ଼ୁ ଖରା ଆସୁ ଦେଖିବା କଣ ହେଉଛି। ଚାଲ ଏବେ ଯା ଘର ଠିକ୍ ଯା ଘରେ ସବୁ ଆଉ କଣ ସବୁ ନଷ୍ଟ ହେଉଛି ଦେଖେଇବି। ଆଉ ସାଙ୍ଗମାନେ ମୁଁ ଏବେ ଘରକୁ ପଳେଇ ଆସିଲି। ଘରକୁ ଆସିକି ଏଇଠି ଦେଖନ୍ତୁ ଏଇଠି ମୁଁ ଆକୁ ଦେଖେଇ ନଥିଲି ଯାହା ବିଲକୁ ଆଗ ପଳେଇଥିଲି ଏଇଠି ତାଙ୍କୁ ପରେ ଦେଖାଉଛି ଏବେ। ଆଉ ଏବେ ଆସିକି ଦେଖାଉଛି ଦେଖ ମାନେ ସବୁ ଆମର ନଷ୍ଟ ହେଇଗଲା ଏ ଧାନ ସବୁ ନଷ୍ଟ ଆଉ ଏ ଧାନ ବି ନଷ୍ଟ ପାଣି ପଶି ଯାଇଛି ତଥାପି ଜରି ଘୋଡ଼ା ହେଇଛି ଜରି କଣା ତା ପାଣି ପଶିଗଲା। ଆଉ ଏଇଟା ତ ପୁରା ଦେଖୁଛନ୍ତି ଜରି ପଡ଼ିଛି କିନ୍ତୁ ସବୁ ଓଦା ଏଥିପାଇଁ ହେଲା କି ଉପର ତ ଯାହା ଫଟା ମଟା ଅଛି ଏଇଠି ପୁରା ପାଣିଆ ମାନେ ପାଦ ବୁଡ଼ିଗଲା ଏଇଠି ପାଣି ରହିଲା ଏଇଠି ପାଣି ଆସି ଏଇଟା ଏଇପଟେ ପାଣିଟା ଯାଏ ଏଇପଟେ ଗଡ଼ିଆକୁ ଏଇପଟେ ଆସିକି ପାଣିଟା ଏଇପଟେ ଯାଏ ଗାଡ଼ିଆକୁ ଆଉ ପାଣିଟା ପାସ୍ କଲାନି ଯେହେତୁ ବାଟରେ ଗଦିଆ ହେଇଯାଇଛି ଆଉ ପାଣି ପାସ୍ କଲାନି। ଆଉ ଏଠି ନଡ଼ା କଥା ତ ପୁରା ଆମର ପୁରା ବୁଡ଼ିକି ରହିଲା ମାନେ ଗୋଟେ ନଡ଼ାର ଦୁଇଟା ନଡ଼ା ଏଇଠି ବୁଡ଼ିକି ରହିଲା ଏଇ ପର୍ଯ୍ୟନ୍ତ ପୁରା ବୁଡ଼ିକି ରହିଲା ଦୁଇଟା ନଡ଼ା ମାନେ ବୁଡ଼ିକି ରହିଲା। ଆଉ ଏଇପଟକୁ କିଛି ପାଣି କଟା ହେଇଯାଇଛି ଏପଟକୁ ଗଲା ପଡ଼ିଆରେ ବାକି ଫୁଲ ହେଇକି ଅଛି। ଏପଟ ଧାନ ତ ପୁରା ନଷ୍ଟ ଯାହାକି ଓଦା ମଦା ହେଇଯାଇଛି ଧାନ ଅଖାରେ ନଷ୍ଟ ସେପଟେ ଗଦିଆ ହେଇଛି ସିଏ ବି ନଷ୍ଟ ଉପରୁ ଯାହା ଥିବ ଭଲ ତା ବାକି ତଳ ତକ ତ ସବୁ ଓଦା ହେଇଯାଇଥିବ। ଆଉ ଯେହେତୁ ପାଣି ସେଇପଟୁ ଗଡ଼ିକି ଆସିବ ଢଳେଇଟା ସେପଟେ ଉପର ମୁଣ୍ଡ ସେପଟୁ ପାଣି ଗଡ଼ି ଗଡ଼ିକି ଆସିବ ସେଠି କିଛିଟା ଛଡ଼େଇଥିଲି ସେ ଗଛ ମୂଳ ଆଡ଼େ ସିଆଡ଼େ ଗଛ ପଡ଼ିଆକୁ ଗଲା। ଆଉ ବାକି ଏଇପଟେ ଆସିଲା ଏଇପଟେ ତ ବାଟ ମୁହଁ ପାଣିର ଆସିକି ସବୁ ଓଦା ମଦା ହେଇଗଲା। ଆଉ କଣ କରାଯିବ ବର୍ଷା କଥା କହିହେବନି ଆସିକି ସବୁ ସତ୍ୟାନାଶ ହେଇଗଲା। ଦେଖାଯାଉ ବାଡ଼େଇଲା ବେଳେ ଜଣାପଡ଼ିବ କଣ କେମିତି ହେଇଛି ଗଜା ହେଇଯାଇଥିବ ଆଉ 2 ଦିନ ଗଲେ ବୋଧେ ଗଜା ବାହାରିବ ଦେଖାଯାଉ ବାଡ଼େଇଲା ବେଳେ ଜଣାପଡ଼ିବ କଣ କେମିତି ହେଇଛି। ଆଉ ଚାଲ ନଷ୍ଟ ହେଇଗଲା। ହଉ ଆଜିର ମିନି ବ୍ଲଗଟା କେମିତି ଲାଗିଲା ନିଶ୍ଚୟ ମତାମତ ଦେବେ।
ଭିଡ଼ିଓ ଭଲ ଲାଗିଲେ ସବସ୍କ୍ରାଇବ୍ କରିବେ। ରଖୁଛି, ବାଏ।